ॐ सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग् भवेत्। ॐ शान्तिः शान्तिः शान्तिः। नमस्ते। ମୁଁ ଆଚାର୍ଯ୍ୟ ସୁବ୍ରତ କୁମାର ନିରୋଗ ଭବର ଏହି ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶା କରୁଛି ଆପଣମାନେ ଜୀବନରେ ସୁଖୀ ହୁଅନ୍ତୁ, ସ୍ୱାସ୍ଥ୍ୟବାନ ହୁଅନ୍ତୁ, ଜ୍ଞାନବାନ ହୁଅନ୍ତୁ, ଧନବାନ ହୁଅନ୍ତୁ। ମୁଁ ମୋର ଏ ଏପିସୋଡ଼କୁ ଦୀର୍ଘ ଦିନ ଧରି ଦେଇ ଚାଲିଛି। ଆପଣମାନେ ନିରନ୍ତର ଦେଖୁଛନ୍ତି, ପ୍ରତିଦିନ ଭଲ ୱାଚ୍ ଟାଇମ୍ ଆସୁଛି, ମୋତେ ବହୁତ ଖୁସି ଲାଗୁଛି। ଏଇଠି ଗୋଟିଏ କଥା ମୁଁ କହିବି ଯେ ଆପଣମାନେ ସମସ୍ତେ ମୋର ସତ୍ସଙ୍ଗ କେନ୍ଦ୍ରକୁ ମୁକ୍ତ ହସ୍ତରେ ଦାନ କରନ୍ତୁ, ଆଉ ମୋର ଭିଡ଼ିଓକୁ ସବସ୍କ୍ରାଇବ୍ କରନ୍ତୁ। ମୋ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ। ମୁଁ ଦେଖୁଛି କିଛି ବନ୍ଧୁ ଅଳ୍ପ ଦେଖୁଛନ୍ତି, ଛାଡ଼ି ଦେଉଛନ୍ତି। ସେମିତି କଲେ ସେ ତାହା ଏ ଭିଡ଼ିଓର ପୂର୍ଣ୍ଣ ନିର୍ଯାସ ଜାଣିପାରିବେ ନାହିଁ। କାରଣ ଇଏ ହେଉଛି ଆଧ୍ୟାତ୍ମିକ ତତ୍ତ୍ୱକୁ ବୁଝେଇ ମୁଁ କହି ଚାଲିଛି। ତାକୁ ପୂର୍ଣ୍ଣ ମାତ୍ରାରେ ବୁଝିବା ପର୍ଯ୍ୟନ୍ତ ଦେଖିବାକୁ ପଡ଼ିବ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାକୁ ଭଲ ଭାବରେ ଦେଖନ୍ତୁ, ଶୁଣନ୍ତୁ, ଚିନ୍ତା କରନ୍ତୁ, ତାପରେ ହିଁ ତା ତତ୍ତ୍ୱକୁ ବୁଝିପାରିବେ। ତେଣୁ ଏଇଟା ହେଲା ଆପଣମାନଙ୍କର କାମ। ତେଣୁ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆଉ ମୁକ୍ତ ହସ୍ତରେ ଦାନ କରନ୍ତୁ, ଆଉ ଆପଣମାନେ ଉନ୍ନତିର ପଥରେ ଅଗ୍ରସର ହୁଅନ୍ତୁ। ଆଜି ମୁଁ କହିବି ଯେ ଧ୍ୟାନ ଚିକିତ୍ସାର ଯେଉଁ ବିଭିନ୍ନ ପଦ୍ଧତି ରହିଛି, ଡାକ୍ତରୀ ଚିକିତ୍ସା ରହିଛି, ଆୟୁର୍ବେଦିକ ଚିକିତ୍ସା ରହିଛି, ନେଚୁରୋପାଥି ଚିକିତ୍ସା ରହିଛି, ସେହିପରି ଯୋଗଦର୍ଶନ ଶାସ୍ତ୍ରରେ ଧ୍ୟାନ ଚିକିତ୍ସା ମଧ୍ୟ ରହିଛି। ଏହି ଧ୍ୟାନ ଚିକିତ୍ସା କ'ଣ ସେ ବିଷୟରେ ଆଜି ମୁଁ ବୁଝେଇବି ଯେ ଧ୍ୟାନ ଦ୍ୱାରା କେମିତି ମଣିଷ ନିରୋଗ ହୋଇଯାଇପାରେ, ତା ବିଷୟରେ ମୁଁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବି। ଧ୍ୟାନ ହେଉଛି ଧୈ ଚିନ୍ତୟମ୍, ଯେ କୌଣସି ବିଷୟବସ୍ତୁ ଉପରେ ଆମେ ଯଦି ଗୂଢ଼ ତତ୍ତ୍ୱ ସହଜ ଚିନ୍ତା କରୁ ସେ ବିଷୟରେ, ତାହେଲେ ତାହା ଆମର ଧ୍ୟାନରେ ପରିଣତ ହୋଇଯାଏ। ଯିଏ ଯାହାକୁ ପାଇବା ପାଇଁ ଚେଷ୍ଟା କରେ, ତାକୁ ଖୁବ୍ ମନୋଯୋଗ ସହକାରେ ସେ ବିଷୟରେ ଚିନ୍ତା କରେ, ତାକୁ ଖୋଜେ, ମନରେ ଖୋଜେ, ଆତ୍ମାରେ ଖୋଜେ, ପ୍ରାଣରେ ଖୋଜେ, ଆଉ ତାପରେ ତାକୁ ସେ ପାଏ, ସେଇଟାକୁ କୁହାଯାଏ ଧ୍ୟାନ। ତେଣୁ ଏ ଧ୍ୟାନ ଦ୍ୱାରା କେମିତି ଗୋଟେ ଚିକିତ୍ସା ହୋଇପାରିବ, ତାହା ହେଉଛି ସବୁଠାରୁ ମଜାର ବିଷୟ। ତେଣୁ ଏହି ବିଷୟକୁ ଭଲ ଭାବରେ ହୃଦୟଙ୍ଗମ କରନ୍ତୁ। ତେବେ ଯାଇ ଆପଣ ନିଜେ ନିଜର ଯେକୌଣସି ରୋଗ, କ୍ୟାନ୍ସର କ'ଣ, ଆଲସର କ'ଣ, ବ୍ଲଡ଼ ପ୍ରେସର କ'ଣ, ବ୍ରେନ୍ ହେମରେଜ୍ କ'ଣ, ସବୁକିଛିକୁ ଆପଣମାନେ ନିଜେ ଦୂରେଇ ଦେଇପାରିବେ। କାହାରି ଦେବା କିଛି ଆବଶ୍ୟକ ନୁହେଁ, ଡାକ୍ତରକୁ ପଚାରିବା ଆବଶ୍ୟକ ନୁହେଁ, ଡାକ୍ତର ଘରକୁ ଯିବା ମଧ୍ୟ କୌଣସି କାର୍ଯ୍ୟ ନାହିଁ। ତେଣୁ କ'ଣ କରିବେ ନା, ସବୁବେଳେ ଜାଣିବେ ଗୋଟେ ଜିନିଷ ଯେ ଏଇ ଯେଉଁ ଶରୀର ମୁଁ ପାଇଛି, ଏ ହେଉଛି ଏଇ ଶରୀରର ସ୍ୱରୂପଟା ହେଉଛି ନିରୋଗ। ଯେମିତି ପାଣିର ସ୍ୱରୂପ ହେଉଛି ସ୍ୱଚ୍ଛତା। ଯଦି କାଦୁଅ ପାଣି, ଏଇଟା କାଦୁଅ ପାଣିଟା। ଯଦି ନାଲି ରଙ୍ଗ ପାଣି, ନା ଏଥିରେ ରଙ୍ଗ ମିଶିଛି। ଯଦି ତରକାରୀ ପତ୍ର ପଡ଼ିଛି, ନା ଏଟା ଝୋଳର ପାଣିଟା, କିନ୍ତୁ ସେ ପାଣି ନୁହେଁ। ପାଣି ପୂର୍ବରୁ କିଛି ବିଶେଷଣ ଲାଗିଲା, ନାଲି ପାଣି, ରଙ୍ଗ ପାଣି, କାଦୁଅ ପାଣି, କିନ୍ତୁ ଯେତେ ପାଣି ସ୍ୱଚ୍ଛ ହେଲା, ସେଇଟା ହେଉଛି ପାଣି। ସେଇଭଳି ଆମର ଯେଉଁ ନିରୋଗ ହେଉଛି ଆମର ସ୍ୱଚ୍ଛତା। ମଣିଷ ଯେଉଁ ଶରୀର ବହିଛି, ଏ ଶରୀର ଭିତରେ ଏତେ ସୁନ୍ଦର ଯନ୍ତ୍ରପାତି ସବୁ ଆତ୍ମା ଖୋଜିକି ରଖିଛି, ତାହା ହେଉଛି ଅତ୍ୟନ୍ତ ଦୁର୍ମୂଲ୍ୟ ଜିନିଷ। ତାହା କେବେ ଖରାପ ହେବ ନାହିଁ। ଏହା ହେଲା ସବୁଠାରୁ ବଡ଼ ଯୁକ୍ତି। ଆପଣ ନିଜେ କୁହନ୍ତୁ, କେତେ ଗୋଟେ ତାରା ଆପଣଙ୍କ ଆଖିଠାରୁ କେତେ ଲକ୍ଷ ମାଇଲ ଦୂରରେ ରହିଛି, ତଥାପି ଆପଣ ଆଖିରେ ତାକୁ ଦେଖିପାରୁଛନ୍ତି। ତାହେଲେ ଆଖିର ଶକ୍ତି ବେଶୀ ନା ଡାକ୍ତର ପାଖକୁ ଯଦି କହିବେ ଯେ ମୋତେ ମୋ ଆଖିରେ ଦିଶୁନି, ତାର ଶକ୍ତି ବେଶୀ ହେବ। ସେମିତି ଆପଣ ଯେତେ ଦେଖନ୍ତୁ, ଯେତେ ଯାହା ଜିନିଷ ଅଛି, ଆପଣ ଯେକୌଣସି ରଙ୍ଗର ଯଦି ପାନୀୟ ପିଇବେ, କିନ୍ତୁ ସେ ପରିସ୍ରା ବାହାରିଲା ବେଳକୁ ସେ ପୁରା ସ୍ୱଚ୍ଛ ବାହାରୁଛି, କାରଣ ସେଥିରେ ସେଇଭଳିଆ ରଙ୍ଗ ବାହାରୁନି। ତେଣୁ ଆମର କିଡ଼ନୀ ମଧ୍ୟ ବହୁତ ଉପକାରୀ, ବହୁତ ମାନେ ମୂଲ୍ୟବାନ ଯନ୍ତ୍ରାଂଶ, ଯେ ଯାହା ସବୁ କାମ କରିପାରେ। ସେହିପରି ହାର୍ଟ। ଆଜି ମୁଁ ଶୁଣିଲି ଜଣେ ବନ୍ଧୁ କହିଲେ ମୋତେ ହାର୍ଟ ହେଇଗଲା। ମୁଁ ତ କହିଲି ବିଲକୁଲ ହାର୍ଟ ଫାର୍ଟ କିଛି ହେଇନି, ହାର୍ଟର କିଛି ହେବ ନାହିଁ। ହାର୍ଟ ମଧ୍ୟ କିଛି ସମୟ ପାଇଁ ବିଶ୍ରାମ ତାକୁ ଦରକାର, ଯେ ଯେଉଁଟାକି ଲୋକମାନେ ବୁଝିପାରନ୍ତିନି। ବିଶ୍ରାମ ମାନେ ଘଣ୍ଟା ଘଣ୍ଟା ବିଶ୍ରାମ ତାର ଦରକାର ନୁହେଁ। ଆମର ପ୍ରତିଟି ପାକସ୍ଥଳୀ ସହିତ ହୃଦଯନ୍ତ୍ରକୁ ଏମିତି ସଂଯୋଗ କରାଯାଇଛି ଯେ ପାକସ୍ଥଳୀ ସଂକୋଚନ ସମୟରେ ସେ ପ୍ରସାରଣ ହେବ, ଆଉ ସେ ପ୍ରସାରଣ ହେଲେ ପାକସ୍ଥଳୀ ସଂକୋଚନ ହେବ। ଏଇ ଦୁଇଟି ପ୍ରକ୍ରିୟା ସବୁବେଳେ ଅନବରତ ଚାଲିଛି। ଆଉ ଯେତେବେଳେ ଖାଦ୍ୟ ନ ପାଉଛି, ସେତେବେଳେ କ'ଣ ହେଉଛି ନା, ଖାଦ୍ୟ ନ ପାଇଲେ ସେ ପୂର୍ଣ୍ଣ ମାତ୍ରାରେ ସଂକୋଚନ ହୋଇପାରୁନି। ଫଳରେ ରକ୍ତ କ'ଣ କରୁଛି ନା, ରକ୍ତ ହାର୍ଟ ମଧ୍ୟ ଯେତିକି ମାନେ ଫୁଲିବା କଥା ସେ ଫୁଲି ପାରୁନି। ତାଦ୍ୱାରା ହାର୍ଟର ଧିମା ପଡ଼ିଗଲା। ଆଉ ଯଦି ହାର୍ଟର ଧିମା ପଡ଼ିଲା, ରକ୍ତର ଯଦି ଧିମା ପଡ଼ିଗଲା, ଆଉ ସେତେବେଳେ ଝାଳ ବୋହିଗଲା, ତାକୁ କହିଲେ ହେ ହାର୍ଟ ହେଇଗଲା, ହାର୍ଟ ହେଇଗଲା, ଆଉ ଭଲ ହେବ। ଡାକ୍ତର ପାଖକୁ ନେଲେ, ଡାକ୍ତର କହିଲା ହାର୍ଟ ହେଇଗଲା, ୟାର
ସ୍ଲୋ ହେଇଗଲା କମିଗଲା ଇ କେବେ ଭଲ ହେବନି ୟାକୁ ସବୁଦିନ ଔଷଧ ଦେବ କାମ ବନ୍ଦ କର ଖାଦ୍ୟ ବନ୍ଦ କର ସବୁକିଛି କର ଏଟିକି ଟିକେ ଦିଅ ଆଉ ତାର ସବୁଦିନ ପାଇଁ ରୋଗୀ ହେଇଗଲା ଇଏ ସର୍ବାଦৌ ବର୍ଜନୀୟ ମନେ ରଖିଥିବେ ନିଜର ଶରୀର ନିଜେ ଚର୍ଚ୍ଚା କରିବାକୁ ପଡ଼ିବ ନିଜର ଶରୀରକୁ ନିଜକୁ ନିରୋଗ କରିବାକୁ ପଡ଼ିବ ମୁଁ ଯେମିତି କରିକି ରଖିଛି ତେଣୁ ପ୍ରତି ମୁହୂର୍ତ୍ତରେ ଭାବିବେ କ'ଣ ଧ୍ୟାନ କରିବେ ସକାଳୁ ଉଠି ଆଖି ବନ୍ଦ କରି ଉଠିବା ସମୟରେ କହିବେ ଭାବିବେ ମୁଁ ନିରୋଗ ମୁଁ ସୁସ୍ଥ ମୁଁ ସୁନ୍ଦର ମୁଁ ବଳବାନ ମୁଁ ଜ୍ଞାନବାନ ମୁଁ ଧନବାନ ମୋ ଦେହରେ କୌଣସି ରୋଗ ଶୋକ ମୋହ ମାୟା କୌଣସି କିଛି ନାହିଁ କୌଣସି ଆବିଳତା ମୋ ଭିତରେ ନାହିଁ ମୁଁ ସମ୍ପୂର୍ଣ୍ଣ ନିରୋଗ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଏହା ଭାବି ଆଖି ଖୋଲି ଦେହ ମନ ଖୁସିରେ ଆପଣ ନିଜର ଯାହା କାମ କରୁଛନ୍ତି କରନ୍ତୁ କିନ୍ତୁ ସବୁବେଳେ ମନେ ରଖିଥିବେ ସ୍ୱରୂପକୁ ଲକ୍ଷ୍ୟ ରଖି କାମ କରିବେ ସତ୍ ଚିତ୍ ଆନନ୍ଦମୟ ଯେଉଁ ସ୍ୱରୂପ এইটাକୁ ଧ୍ୟେୟ କରିକି ମୁଁ କାମ କରିବି এইটাକୁ ଲକ୍ଷ୍ୟ ରଖି ମୁଁ କାମ କରିବି ତେବେ ମୋର କାମଟା କର୍ମରେ ପରିଣତ ହେବ ଯାହାର କର୍ମର ଫଳ ହିଁ ମୁଁ ନେଇକି ଯିବି ଆଉ କିଛି ନେଇକି ଯିବିନି ଏ ଧନ ସମ୍ପତ୍ତି ଗାଡ଼ି ଘୋଡ଼ା ଛୁଆ ପିଲା ବିଲ୍ଡିଂ ଏରୋପ୍ଲେନ୍ ମୋତେ ଭାରି ହସ ଲାଗେ ଯେ ୟୁଟ୍ୟୁବରେ ଛାଡ଼ୁଛନ୍ତି ଯେ ଭାରତର କେଉଁ କେଉଁ ତାରକାମାନଙ୍କର ଏୟାରଜେଟ୍ ଅଛି ମୋତେ ଭାରି ହସ ମାଡ଼େ ଯେତେବେଳେ ଯେ ଗୋଟେ ଏୟାରଜେଟ୍ର ମୂଲ୍ୟ କାହାର 500 କୋଟି କାହାର 800 କୋଟି ଏମିତି ଇଏ କିନ୍ତୁ ଯେଉଁ ଦେଶର ଲୋକମାନେ ମୁଠିଏ ଅନ୍ନ ଖାଇବାକୁ ପାଉନାହାନ୍ତି ସେଇ ଦେଶର ଗୋଟିଏ ଲୋକ ଯଦି ଗୋଟେ 500 କୋଟି ଜେଟ୍ରେ ବୁଲିବ ତାହେଲେ ଭାବନ୍ତୁ ସେ କେତେ ଲୋକଙ୍କର ସମ୍ପତ୍ତିକୁ ଲୁଣ୍ଠନ କରି ସେତିକି ସେ ପହଞ୍ଚିଛି ମନେ ରଖିଥିବେ ଇଏ ସର୍ବାଦୌ ଗ୍ରହଣୀୟ ସତ୍ ଉପାୟରେ ଚାଲି କେହି କୋଟି କୋଟି ଟଙ୍କା ସମ୍ପତ୍ତି ଆଉ ଉପାର୍ଜନ କରିପାରିବ ନାହିଁ ତେଣୁ ସତ୍ ଉପାୟରେ ଉପାର୍ଜନ କରନ୍ତୁ ଦ୍ୱିତୀୟ କଥା ହେଲା ଗୋଟିଏ ଜିନିଷ ଚିନ୍ତା କରନ୍ତୁ ଯେ ଆଖି ବନ୍ଦ କରି ଚିନ୍ତା କରିବେ ଯେ ମୁଁ ହେଉଛି ନିରୋଗ ମୋର ଶରୀରର ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ବାୟୁ ପ୍ରବାହିତ ଯେଉଁ ହେଉଛି ମୋ ଧମନୀରୁ ନୂଆ ରକ୍ତ ପ୍ରବାହିତ ହେଉଛି ମୋର ଚିନ୍ତା ନୂଆ ହେଉଛି ମୁଁ ଯେଉଁ ପ୍ରାଣଶକ୍ତି जो मो पाखे आसूँ से नुआ प्राणशक्ति मो भितर पशुची मो देहर प्रति मुहूर्त नुआ नुआ अणु तैयारी होची नुआ प्रति अणु विभाजन हो नुआ नुआ न्यूक्लियस तैयारी होती तेणु से सब नुआ होती तेणु कालिका रोग जो थिला से आज मो पाखे नहीं यही चिंताधारा मनरे दृढ़ भाव बस पड़ो प्रथम कथा जानवे रोग बोली किसी जिनस ना जे आपड़ जमी पुओ को हॉस्टेल छाड़ी तो सब रकम सब सुविधा देकी हॉस्टेल छाड़ सेमती आत्मा जिते घर को तैयारी करी सबू किसी सुविधा खंजी दे तापर सी निजे रही कारण से जानी मु रही तेणु मो घरटी मत सुंदर हवा दरकार देखु भल भाव बुझंतु गोटे असहाय लोक को गोटे शारीरिक भिन्नक्षम लोक को देखिए आम मन दया आहा लोकटे केते कष्ट पाची किंतु ता तत्व को जानतु जे ता भितर आत्मा अच्छी जो आत्मा सर्वशक्तिमान जो आत्मा महर्षि व्यास भितर थिला जो आत्मा महर्षि व्यास भितर थिला सेही भली एक आत्मा यही भिन्नक्षम व्यक्ति अच्छी कहीं तो भल भाव बुझा पड़ो तार उपयुक्त उत्तर होची से जो भिन्नक्षम आत्मा भितर जो आत्मा रही से आत्मार कथा न शुणी जो शरीर शरीर से पशिची से शरीर विभिन्न कुकर्म करिछि कर्मर फलर स्वरूप ताकू विकलांग जन्म शरीर मिली से आत्मा ता भीतर प्रवेश कर से विकलांग शरीर रू ताकू मुक्त करने मन रखिथे ये जिनिस खूब गुरुत्वपूर्ण जिनिस या बुझा पड़ो हृदय ग्रहण करने पड़ो ये सब जिनिस को तेरे जाकि जड़े सुखरे खुशी आनंद रहिबो नेपोलियन बोनापार्ट ना जो आलेक्जेंडर जाऊँच देखिले शह शह साधु आसुँच खूब आनंद चलती कह ये तो लेंगुटी पिंधा यीशु मैंने एत आनंद कौन अच्छा जो जन को पचारे तुम आनंद ना हाँ आनंद कहीं आनंद अच्छे ना ये पृथ्वी मोर ना मु कौन तुम ना निश्चय ना मु तो तुम नुहे ना हाँ तुम्हें जापारुन तुमर मोर तफात कौन अच्छी से कहले कि नुहे अरे कि नुहे ना तुम्हें हाथ में बस मो पादे चली ए तफात कि ना तुम्हें हाथी गोटे बाहन तुम मोर धरती माँ है मोर बाहन चली तुम्हें भी आत्मा मुझे आत्मा एति तफात तुम्हें अज्ञान को धरीच मु ज्ञान को धरी तुम दिव्य भजन भोजन ना तुम आहार दिव्य आहार ना तुम भजन करें आमको खुद गंडे भजाले आम निरानंद सेवन करूँ यही आम दुई भर तफात तेणु ज्ञान अज्ञान तफात को सब बुझा पड़ो मुझे जहाँ करी ज्ञानर सहित करी ताहा तेबे देखी मोर शरीर निरोग हम निरोग आउ प्रति सब बड़े भावतु जे शोवा समय भावतु जे मु आनंदमय स्वास्थ्यपूर्ण ईश्वरमय प्राण सागर शयन करी
ଅନନ୍ତ ଶଯ୍ୟାରେ ବିଷ୍ଣୁ ଶୟନ କଲା ଭଳିଆ ମୁଁ ସେଇଭଳି ଅନନ୍ତ ଶଯ୍ୟାରେ ଶୟନ କରିଛି, କ୍ଷୀର ସାଗରରେ ଶୟନ କରିଛି। ମୋ ଚାରିପଟରେ ସ୍ୱଚ୍ଛ ସମ୍ପୂର୍ଣ୍ଣ ପ୍ରାଣବାୟୁ ମଣ୍ଡନ କରୁଛି। ତାହାର ଭିତରେ ମୁଁ ବିଷ୍ଣୁଙ୍କ ରୂପ ଧାରଣ କରି ମୁଁ ସେଇ ଇଏରେ ଶୋଇଛି। ଆଉ ମୋ ପାଖରୁ ରୋଗ ଶୋକ ମୋହ କିଛି ନାହିଁ। ପ୍ରତି ମୁହୂର୍ତ୍ତରେ ମୋ ପାଖରେ ଆୟୁ ସ୍ୱାସ୍ଥ୍ୟ ବଳ ଦେଲା ଭଳି ପ୍ରାଣଶକ୍ତି ପ୍ରତି ମୁହୂର୍ତ୍ତରେ ମୋ ଭିତରେ ପ୍ରବେଶ କରୁଛି। ତେଣୁ ମୁଁ ଆଜିଠୁ ନିରୋଗ ହେଇଛି, ସୁନ୍ଦର ହେଇଛି, ଯୁବା ହେଇଛି, ବଳବାନ ହେଇଛି, ଧନବାନ ହେଇଛି। ତେଣୁ ଏଇଭଳି ଚିନ୍ତାଧାରା ସବୁବେଳେ କରିବାକୁ ପଡ଼ିବ। କାମ କଲା ସମୟରେ ବି, ଗାଡ଼ି ଚଲାଇଲା ସବୁବେଳେ, ମୁଁ ଯେଉଁଠି ଗାଡ଼ି ଚଲେଇ ଗଲେ ବେଳେ ବି ମୁଁ ସେଇଆ ଚିନ୍ତା କରିକି ଯାଏ। ହାଟ ବଜାରରେ ବସିଲେ ବି ଫାଙ୍କା ଟିକେ ପାଇଲେ ମୁଁ ସେଇଆ କରେ। କାହିଁକି କରେ ନା ମୁଁ ଜାଣିଛି ମୋର ସେଇଟା ହେଉଛି ସ୍ୱରୂପ, ସେଇଟା ହେଉଛି ମୋର ଦେହ। ମୁଁ ଏ ସଂସାରକୁ ଆସିଛି ଏଥିପାଇଁ ଯେ ମୁଁ ଜୀବନ ମୁକ୍ତ ହେବା ପାଇଁ। 1000 ବର୍ଷ ପୂର୍ବେ ମୁଁ ସଂସାରରେ ଜନ୍ମ ହୋଇଥିଲି ବ୍ରହ୍ମର୍ଷି ବିଶ୍ୱାମିତ୍ର ପରେ। ପୁଣି ଏବେ ଜନ୍ମ ହୋଇ ସୁବ୍ରତ ପୁଣ୍ୟ ହିସାବରେ ଜନ୍ମ ହେଲି। ପୁଣି ମୁଁ ଆଉ ଥରେ ବ୍ରହ୍ମର୍ଷି ହେଇଗଲି। ମୋ ଆତ୍ମା ମୋତେ ଘୋଷିତ କରିଦେଇଛି ବ୍ରହ୍ମର୍ଷି। ତେଣୁ ମୋର କିଛି ନା ମୋର ଅଭାବ, ନା ମୋର ଅସୁବିଧା, ନା ମୋର ଦୁଃଖ, ନା ମୋର ଦୈନ୍ୟ, କିଛି ନାହିଁ ମୋର। ତେଣୁ ଆନନ୍ଦ ହେଉଛି ମୋର ସ୍ୱରୂପ। ଯେତେ ମୁଁ ଜାଣିଗଲି ସବୁ କ୍ଷେତ୍ରରେ ସବୁବେଳେ ସବୁ ସ୍ଥିରେ ଆନନ୍ଦରେ ରହିବାକୁ ପଡ଼ିବ। ମୋତେ ଜଣେ ପ୍ରଶ୍ନ କଲେ ଯେ ମୋତେ ତ ରୋଗ କଷ୍ଟ ଦେଉଛି, ମୁଁ ତାହେଲେ କେମିତି ଆନନ୍ଦରେ ରହିବି? ମୁଁ କହିଲି ତୁମେ ସେତେବେଳେ ଚିନ୍ତା କର ଯେ ଯେଉଁ ରୋଗ ମୋ ପାଖରେ 5 ମିନିଟ୍ ଆଗରୁ ଥିଲା, ସେ ବର୍ତ୍ତମାନ ତୁମ ପାଖରେ ସେ ବାୟୁ ଅଛି ନା ନାହିଁ? ତୁମ ପାଖରେ ସେ ଜଳ ଅଛି ନା ନାହିଁ? ତୁମେ ଯେଉଁ ଖାଦ୍ୟ ଖାଇଥିଲ ତାହା ଅଛି ନା ନାହିଁ? ଯେଉଁ ସମୟରେ ତୁମେ ଖାଇଥିଲ ସେ ସମୟ ବର୍ତ୍ତମାନ ଅଛି ନା ନାହିଁ? ତାହେଲେ ସେ ସମୟ ଯେମିତି ଅତୀତ ହେଇଯାଇଛି, ମୋ ପାଖକୁ ଯେଉଁ କଷ୍ଟ ଆସୁଥିଲା ସିଏ ମୋର ଅତୀତ ହେଇଯାଇଛି। ତେବେ ତୁମେ ଆନନ୍ଦରେ ରହିବ। ଅତୀତକୁ ଭୁଲିବାକୁ ପଡ଼ିବ, ପ୍ରତି ମୁହୂର୍ତ୍ତରେ ଅତୀତକୁ ଭୁଲିବାକୁ ପଡ଼ିବ। ଆଉ ନୂଆ ଜୀବନ ଧରିବାକୁ ପଡ଼ିବ। ଆଉ ସୁନ୍ଦର ଭବିଷ୍ୟତ ମୋର ଆସୁଛି ବୋଲି ଭାବି ଆନନ୍ଦରେ ରହିବାକୁ ପଡ଼ିବ। ତେବେ ଯାଇ ଜଣେ ସୁସ୍ଥ ସୁନ୍ଦର ବଳବାନ ଧନବାନ ଜ୍ଞାନବାନ ହେଇପାରିବ। କାଲି ଆମ ହାଟ ଛକରେ 2ଟା ପିଲା କଥା ହେଉଥିଲେ। ମୁଁ କ'ଣ କଥା ହେଉଛି ନା ମୁଁ ତାଙ୍କୁ କହୁଥିଲି ଏ ଦୁଇଟିରେ ସବୁଠାରୁ ସୁଖୀ କିଏ? ମୁଁ କହିଲି କିଏ ସୁଖୀ କହୁନା? ନା ଯାହାର କିଛି ରୋଗ ନାହିଁ ସେ ହେଲା ସବୁଠାରୁ ବଡ଼ ସୁଖୀ। ମୁଁ କହିଲି ବାଃ, ଭାରି ବଢ଼ିଆ କଥାରେ କହିଲି ବାବା। ନା ହଁ, ମୁଁ ଦେଖିଛି ଜଣକା ଘରେ 4 ଜଣ ଚାକିରିଆ। ବର୍ତ୍ତମାନ ଏଇ ଯେଉଁ ନୂଆ ପେନ୍ସନ୍ ହେଲା ତାଙ୍କର ଜଣକାର କାହାର 1,20,000, କାହାର 1,10,000, କାହାର 80,000, ଏମିତି ଦରମା ସେମାନଙ୍କ ହେଇଛି। କିନ୍ତୁ ସମସ୍ତେ ରୋଗରେ କ୍ରାନ୍ତ। ସମସ୍ତେ ରୋଗରେ କ୍ରାନ୍ତ। ତେଣୁ ଇଏ ତାଙ୍କୁ କ'ଣ ସୁଖ ଦେବ? ନା ଟିକେ ଏଇଟା ଖାଇବ, ନା ନା ବାବା ମୁଁ ଖାଇବିନି, ମୋର ଏସିଡ୍ ହେଇଯିବ। ଏଇଟା ଖାଇ, ନା 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 ମୋତେ ଡାକ୍ତର ମନା କରୁଛି, ମୁଁ ଖାଇବିନି, ମୋ ଡାଇବେଟିସ୍ ଅଛି। ଆଉ ଚାଲ ଟିକେ ବାହାରେ ବୁଲିଯିବା, ନା 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 ମୋତେ ଡାକ୍ତର କହିଛି ସନ୍ଧ୍ୟାବେଳେ ବାହାରେ ବୁଲିବୁନି, ତୋ ବ୍ଲଡ଼ ପ୍ରେସର ଅଛି, କେତେବେଳେ ବାହାରି ପଡ଼ିବ। ଦେଖ ମାନେ ଯିଏ ଜାଣିଛି ଯେ ପ୍ରତି ମୁହୂର୍ତ୍ତରେ ଆମେ ଆଗକୁ ଯାଉଛୁ ଆଉ ମୃତ୍ୟୁର ଆଗକୁ ଯାଉଛୁ, ନିକଟକୁ ଯାଉଛୁ, ତାହା ଜାଣି ମଧ୍ୟ ମଣିଷ କେଡ଼େ ଭୁଲ କରୁଛି। ମୋତେ କୁହ, ଆମେ ଯେତେ ସମୟ ବଞ୍ଚିବା ଆନନ୍ଦରେ ବଞ୍ଚିବା ନା ଡରିକି ବଞ୍ଚିବା? ଯଦି ଆମେ ଆନନ୍ଦରେ ବଞ୍ଚିବା ତାହେଲେ ଆନନ୍ଦ ପାଇବା। ଯଦି ଡରି ଡରିକି ବଞ୍ଚିବା ତାହେଲେ ଶୀଘ୍ର ମରିଯିବା। ଯଦି ଡରି ଡରିକି ମରିବା ତାହେଲେ ମୁକ୍ତ ହେଇପାରିବାନି, ଆମକୁ ସେଇ ବନ୍ଧନ ମାଡ଼ି ବସିବ। ତେଣୁ ଆମେ ସବୁବେଳେ ଧ୍ୟାନ କରିବା। ଯେତେବେଳେ ସମୟ ପାଉଛ ଆଖି ବନ୍ଦ କରିକି ବସିକି ଧ୍ୟାନ କରନ୍ତୁ। କିଏ ବସିକି ଆଚ୍ଛା, ଧ୍ୟାନ କରିବା ପାଇଁ କ'ଣ ଆସନ ଦରକାର? ଆସନ କହିଲେ ଲୋକ ବୁଝନ୍ତି କ'ଣ ମୟୂରାସନ, କୁକୁଟାସନ, ମୃଗାସନ, ବୃଷଭାସନ, ମର୍କଟାସନ, ଗରୁଡ଼ାସନ। ଆରେ ବାବୁ, ଏଗୁଡ଼ାକ ଆସନ ନୁହେଁ। ଆସନ କ'ଣ? ସ୍ଥିରମ୍ ସୁଖମ୍ ଆସନମ୍। ଯେଉଁ ଆସନରେ ମଣିଷ ସ୍ଥିର ଭାବରେ ଅନେକ ସମୟ ପର୍ଯ୍ୟନ୍ତ ରହିପାରେ ତାହାକୁ କୁହାଯାଏ ଆସନ। ତ ସେଇ ଆସନ ହେଉଛି 3ଟି ଆସନ। ଗୋଟେ ହେଲା ବ୍ରହ୍ମାଙ୍କର ଆସନ, ବସିବା। ଗୋଟେ ହେଲା ବିଷ୍ଣୁଙ୍କର ଆସନ, ଶୋଇବା। ଗୋଟେ ହେଲା ଶିବଙ୍କର ଆସନ, ଠିଆ ହେବା। ଏଇ 3ଟି ହେଉଛି ଆସନ। ତ ଏଇ 3ଟି ଭିତରୁ ଯେଉଁଟା ବି ଭଲ ଲାଗୁଛି ସେଇଥିରେ ମଣିଷ ଧ୍ୟାନ କରୁ, ବା ସେଇଥିରେ ମଣିଷ ଆପଣମାନେ ଧ୍ୟାନ କରିବେ, ଦେଖିବେ ସିଦ୍ଧି ପାଖକୁ ଆଗକୁ ଆଗକୁ ଯିବେ। ଆଉ ବଜ୍ରାସନରେ ବସିକି ଜଣେ ଧ୍ୟାନ କରିବ, କେଉଁଠୁ ଆସିବ? ଆମର ହାତ ପାଦର ଯେଉଁ ଗଠନ, ଶାରୀରିକ ପ୍ରକ୍ରିୟାର ଯେଉଁ ଆମର ରହିଛି, ସେ ମାଂସପେଶୀ ସମସ୍ତ ସହିତ ସବୁବେଳେ ପ୍ରତି ମୁହୂର୍ତ୍ତରେ ଚଳପ୍ରଚଳ ତାଙ୍କ କ୍ରିୟା କରିଛନ୍ତି। ଯଦି ମୁଁ ଗରୁଡ଼ାସନ କରିବି, କୁକୁଟାସନ କରିବି, ମଣ୍ଡୁକାସନ କରିବି, ସେ ଆସନରେ ଯେଉଁ ମୋର ହାତ ପାଦ ଯେଉଁ ବାଙ୍କି ମୁଡ଼ିକି ରହିବ, କ'ଣ ମୋ ରକ୍ତ ଶିରା ପ୍ରଶ୍ୱାସ ଠିକ୍ ଚାଲିବ? ନା ହୃତ୍ପିଣ୍ଡର ଧମନୀ ଠିକ୍ ଚାଲିପାରିବ? ଶିରା ନାଡ଼ି ଠିକ୍ ଚାଲିପାରିବ ନା ଧମନୀ ନାଡ଼ି ଚାଲିପାରିବ? ନା, ସେସବୁ ନୁହେଁ। ତେଣୁ ଧ୍ୟାନରେ ବସିବା କରିବା ପାଇଁ ହେଲେ ସୁଖରେ ବସି ହେଉଥିବ, ଆନନ୍ଦ ଅନୁଭବ କରି ହେଉଥିବ। ଆଉ ଯେଉଁ ବିଷୟରେ ମୁଁ ଚିନ୍ତା କରୁଥିବି ସେ ବିଷୟରେ ବାଧା ଆସୁନଥିବ, ତାହା ହେଉଛି ଆନନ୍ଦର ବିଷୟ, ତାହା ହେଉଛି ଆସନ। ତେଣୁ ତାହା କରିବା ପାଇଁ ସବୁବେଳେ ଚେଷ୍ଟା କରନ୍ତୁ। ଦେଖିବେ ରୋଗ ଛାଇଁ ପଡ଼ି ଚାଲିଯିବ। କୌଣସି ଆତ୍ମ ଯେତେବେଳେ ସେଇଭଳି ବସିଯିବେ, ଆତ୍ମାକୁ ତଲବ କରିବେ,
ଯେ ମୋତେ ଆଜି ମୋର ଶରୀରକୁ ସୁସ୍ଥ କର ଆଉ ମୋତେ ଉପାୟ ବତା କ'ଣ କଲେ ମୁଁ କହିବି। ଦେଖିବେ ଆତ୍ମା ଆପଣଙ୍କୁ ବାଟ ବତେଇଦେବ ତୁ କ'ଣ କଲେ ତୋର ଏଇଟା ଛାଡ଼ିଯିବ, ଯେଉଁ ଅସୁବିଧା ଦେହକୁ ଆସିଛି ସେ କ'ଣ କଲେ ଛାଡ଼ିଯିବ। ତେଣୁ ଏଇ ହେଉଛି ଧ୍ୟାନ ଚିକିତ୍ସା। ଏହା ଜାଣିବା ସର୍ବାଦ କର୍ତ୍ତବ୍ୟ। ସମସ୍ତେ ବୁଝନ୍ତୁ ଆଉ ମୋର ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। 2 ଘଣ୍ଟା 4 ଘଣ୍ଟା 8 ଘଣ୍ଟା 10 ଘଣ୍ଟା ଦେଖିଲେ ବି ମୋତେ ଆନନ୍ଦ ଆସିବନି। ଯଦି ଜଣେ ବ୍ୟକ୍ତି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବ ତାହେଲେ ମୁଁ ବହୁତ ଖୁସି ପାଇବି। ଆଉ ମୁଁ ଜାଣିପାରିବି, ମୁଁ ଜାଣିପାରୁଛି କେତେଜଣ ଅଛନ୍ତି, ମୋର କେତେଜଣ ଅଛନ୍ତି ସେମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖୁଛନ୍ତି, କିନ୍ତୁ ବେଶୀ ଲୋକ କ'ଣ କରୁଛନ୍ତି ସ୍କିପ୍ କରିଦେଉଛନ୍ତି, ଯେଉଁ ଗୋଡ଼ାଇ ଚାଲିଛନ୍ତି, ସେଥିରେ କିଛି ଲାଭ ନାହିଁ। ଇଏ ହେଉଛି ଜ୍ଞାନ ଗର୍ଭକ ବାଣୀ। ଏ ଜ୍ଞାନ ଦେବା ପାଇଁ ମଣିଷକୁ ଜନ୍ମ 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 ଧରି ତପସ୍ୟା କରିବାକୁ ପଡ଼େ। ତେଣୁ ତାହା ମନକୁ ଆଣି ଜ୍ଞାନ ଗର୍ଭକ ସହକାରେ ଚିନ୍ତା କରନ୍ତୁ, ଦେଖନ୍ତୁ ଆଉ ନିଜେ ଖୁସିରେ ରୁହନ୍ତୁ। ଆଉ ଏତିକିରେ ମୋର ବକ୍ତବ୍ୟ ଶେଷ କରୁଛି। ନମସ୍କାର।